ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଏକ ଚାଳ ଛପର ଘରେ ରୁହନ୍ତି ଜିତେନ୍ଦ୍ର ରାଉତ। ତାଙ୍କର ପରିବାର କହିଲେ ରୋଗୀ ବାପଟିଏ ଆଉ ଦୁଃଖିନୀ ମାଟିଏ। ଗତ 5 ବର୍ଷ ପୂର୍ବେ ଦୁଇ ଭଉଣୀଙ୍କର ବିବାହ କାର୍ଯ୍ୟ ସରିଯାଇଛି। ଆଉ ଜିତେନ୍ଦ୍ର ଦୀର୍ଘ 3 ବର୍ଷ ଧରି ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଉ ତାହା ସହ ନିଜ ଜମିରେ ଚାଷବାସ ବି କରୁଛନ୍ତି। ତାଙ୍କ ବାପାଙ୍କ ଦେହ ଅସୁସ୍ଥ ହେବା ପରେ ଜିତୁ ମୁଣ୍ଡକୁ ସବୁ ଦାୟିତ୍ୱ ଆସିଯାଇଛି। ଦିନସାରା ବହୁତ ପରିଶ୍ରମ କରି ସନ୍ଧ୍ୟାରେ ପାଠ ପଢ଼ାପଢ଼ି କରନ୍ତି। ଆଉ ତାଙ୍କର ମହାପ୍ରଭୁଙ୍କ ଉପରେ ଅଗାଢ଼ ଭରସା ଓ ବିଶ୍ୱାସ ଅଛି କି ତାଙ୍କ ଦୁଃଖକୁ ମହାପ୍ରଭୁ ଦିନେ ନା ଦିନେ ହରଣ କରିବେ। ଏମିତି ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରଖି ତାଙ୍କ କାମରେ ଲାଗି ପଡ଼ନ୍ତି। ହେଲେ ଦିନକର କଥା, ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ହୋଇଗଲା। ଆଉ ସେ ମେଡ଼ିକାଲରେ ଆଡ଼ମିଟ୍ ହୋଇଗଲେ। ତାପରେ ସେଠାରେ ଡାକ୍ତର ବାବୁ ଅନେକ ପ୍ରକାରର ପରୀକ୍ଷା ନିରୀକ୍ଷା କରିବାକୁ ଲାଗିଲେ। ସେଥିପାଇଁ ଧୀରେ ଧୀରେ ଅନେକ ଟଙ୍କା ପାଣି ପରି ଖର୍ଚ୍ଚ ହୋଇଗଲା। ଏପଟେ ଜିତୁ ପାଖରୁ ପଇସା ମଧ୍ୟ ଧୀରେ ଧୀରେ ସରି ଆସୁଥାଏ। ହଠାତ୍ ଡାକ୍ତର ବାବୁ ଆସି କହିବାକୁ ଲାଗିଲେ, ଆପଣଙ୍କ ବାପାଙ୍କୁ ପାରାଲିସିସ୍ ଆଟାକ୍ କରିଛି। ସେ କେବଳ ଦେଖିପାରିବେ ଆଉ ଶୁଣିପାରିବେ, କିନ୍ତୁ କଥା କହିପାରିବେନି ଆଉ ଚାଲି ବି ପାରିବେନି। ହଠାତ୍ ଏତେ ବଡ଼ ଦୁଃଖ ଖବର ଶୁଣି ଜିତୁଙ୍କ ମୁଣ୍ଡ ବୁଲେଇ ଦେଲା। ଚାରିଆଡ଼େ ଅନ୍ଧକାର ଦେଖାଗଲା। ସେଉଠୁ ସେ ଆଉ କିଛି ଉପାୟ ନ ପାଇ ସେଇ ମେଡ଼ିକାଲ ଓପିଡ଼ିରେ ବସି ପଡ଼ି କାନ୍ଦି କାନ୍ଦି ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ ମହାବାହୁ, ଏସବୁ କ'ଣ ହୋଇଗଲା ପ୍ରଭୁ? କାହିଁକି ଏତେ ବଡ଼ ଦଣ୍ଡ ଦେଲ ମହାପ୍ରଭୁ? ମୋର ସେଇ ନିରୀହ ବାପଟି ତୁମର କି ଦୋଷ କରିଥିଲା ଠାକୁରେ? ହେ ଅନ୍ଧର ଲହୁଡ଼ି, ହେ ଛୋଟାର ଆଶାବାଡ଼ି, ତୁମେ ଚାହିଁଲେ ମଲା ମଣିଷ ବି ଜୁଇରୁ ଉଠି ଆସିପାରିବ, ଅନ୍ଧ ବି ଦେଖିପାରିବ, ଆଉ ମୋ ବାପା ବି କଥା କହିପାରିବେ। ହେ କଳା ଠାକୁର, ସେପାଟେ ଚାକିରି ନ ମିଳିବାର କଷ୍ଟ, ଏପାଟେ ବାପାଙ୍କର ଏପରି ଅବସ୍ଥାର କଷ୍ଟ। ଏସବୁ ଭାବି ଭାବି ମୁଁ ବେଳେବେଳେ ଦୁନିଆ ଛାଡ଼ିଦେବା ପାଇଁ ନିଷ୍ପତ୍ତି ନେଇଯାଉଛି ଠାକୁରେ, ନିଷ୍ପତ୍ତି ନେଇଯାଉଛି। ଏମିତି କାନ୍ଦୁଥିବା ସମୟରେ ପୁଣି ସେ ଡାକ୍ତର ବାବୁ ଆସି କହିବାକୁ ଲାଗିଲେ, ତୁମ ବାପା ଭଲ ହୋଇପାରିବେ। ଏବେ ଆମେ ଏକ ପରୀକ୍ଷାରୁ ଜାଣିପାରିଲୁ। ହେଲେ ଗୋଟିଏ ଅପରେସନ୍ କରିବାକୁ ପଡ଼ିବ। ସେଥିପାଇଁ ପାଖାପାଖି 2 ଲକ୍ଷ ଟଙ୍କା ଆବଶ୍ୟକ ପଡ଼ିପାରେ। ଡାକ୍ତର ବାବୁଙ୍କ ଠାରୁ ଏକଥା ଶୁଣି ଜିତୁ ଟିକିଏ ଖୁସି ହୋଇଗଲା। ହେଲେ 2 ଲକ୍ଷ ଟଙ୍କା କଥା ଭାବି ପୁଣି ଚିନ୍ତାରେ ପଡ଼ିଗଲା। ଏକା ସାଙ୍ଗରେ ଏତେଗୁଡ଼ା ଟଙ୍କା କେଉଁଠୁ ବା ଆସିବ? ତାଙ୍କରି ସେଇ ଛୋଟିଆ ଚାଳ ଛପର ଘରକୁ ଛାଡ଼ିଦେଲେ ତାଙ୍କ ପାଖରେ ଆଉ କିଛି ନାହିଁ। ସେଉଠୁ ଜିତୁ ସାଇ ପଡ଼ିଶାଠୁ ଲଗେଇ ବନ୍ଧୁ ବାନ୍ଧବଙ୍କୁ ନେହୁରା ହୋଇ ବୁଲି ବୁଲି ପଇସା ମାଗିବାକୁ ଲାଗିଲା। ହେଲେ ତାକୁ କେହି ସାହାଯ୍ୟ କଲେ ନାହିଁ। ହଁ ବନ୍ଧୁମାନେ, ସାହାଯ୍ୟ କରିବେ ବା କେମିତି? ଜିତୁ ତ ବହୁତ ଗରିବ। କାଳେ ଟଙ୍କା ଫେରାଇ ପାରିବ କି ନାହିଁ, ଏମିତି ସବୁ ଚିନ୍ତା କରି କେହି ତାକୁ ସାହାଯ୍ୟ କଲେ ନାହିଁ। ସେଉଠୁ ଜିତୁ ନିରାଶ ହୋଇଯାଇ ଗୋଟିଏ ପୋଲ ଉପରେ ଏକୁଟିଆ ବସି ପୁଣି ଆଖିରୁ 2 ଧାର ଲୁହ ଗଡ଼ାଇ ଦେଇ ଛାତି ଫଟାଇ କହିବାକୁ ଲାଗିଲା, ହେ ମହାପ୍ରଭୁ, ଏ କି ପରୀକ୍ଷା ନେଉଛ ଠାକୁରେ? ଆଉ କେତେ ଦିନ ଏମିତି ହନ୍ତସନ୍ତ କରିବ ଠାକୁରେ? ହେ ଚକାଡୋଳିଆ, ମୁଁ ଆଉ ଏତେ କଷ୍ଟ ଦୁଃଖ ଦେଖିପାରୁନି ଠାକୁରେ। ମୁଁ ଆଉ ଏତେ କଷ୍ଟ ସହିପାରୁନି।
हे ଠାକୁରେ, ମୁଁ ଯାଉଛି ତୁମ ପାଖକୁ। ଏତିକି କହି ସେଇଠି ଗୋଟିଏ ମୁଣ୍ଡିଆ ପକେଇ ନଦୀକୁ ଡେଇଁବାକୁ ଯାଉଥିବା ସମୟରେ ପଛରୁ ତାଙ୍କ ଗାଁର ସରପଞ୍ଚ ଡାକି କହିଲେ, ଆରେ ଜିତୁ, ସେଠାରେ କ'ଣ କରୁଛୁ? ଏପାଟେ ତୋତେ ସମସ୍ତେ ମେଡ଼ିକାଲରେ ଖୋଜୁଛନ୍ତି, ହେଲେ ତୁ ଏଠି କ'ଣ ବସିଛୁ? ଆରେ 2 ଲକ୍ଷ ଟଙ୍କା ଯୋଗାଡ଼ ହୋଇଯାଇଛି, ତୁ ଶୀଘ୍ର ମେଡ଼ିକାଲକୁ ଚାଲ। ସେଇଠୁ ଜିତୁ ପଚାରିଲା, ଆଜ୍ଞା, ଏତେ ଗୁଡ଼ା ଟଙ୍କା କିଏ ଦେଲା? ଆରେ ସେ କଥା ଛାଡ଼, ତୋ ବାପା ଆଗେ ଭଲ ହେବା ଦରକାର। ସରପଞ୍ଚ ଏତିକି କହି ସେଠାରୁ ଚାଲିଗଲେ। ଏମିତି ସୁରୁଖୁରୁରେ ଅପରେସନ ସରିଗଲା। ଆଉ ତାଙ୍କ ବାପା ମଧ୍ୟ କଥା କହିପାରିଲେ। ହେଲେ ଜିତୁ ମନରେ ସେଇ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ, କିଏ ଦେଲା ଏତେ ଟଙ୍କା? ସେଇଠୁ ଡାକ୍ତର ବାବୁଙ୍କୁ ଜିତୁ ପଚାରିଲା, ଆଜ୍ଞା, ଏତେ ଟଙ୍କା କିଏ ଦେଲା? ଆରେ ବାବୁ, ତୁମରି ସାଙ୍ଗ ପରା ଦେଇଗଲା। ଆଉ କହିଯାଇଛି, ଦୀର୍ଘ 2 ବର୍ଷ ହେଲାଣି ସେ ତୁମ ଉପରେ ରାଗିଛି, କାହିଁକି ନା ତୁମେ ତା ସହ ଦେଖା କରିନ। ଏସବୁ ଶୁଣି ଜିତୁ ସବୁକିଛି ବୁଝିଗଲା। ସେ ଆଉ କେହି ନୁହେଁ, ସେ ସ୍ୱୟଂ ମହାପ୍ରଭୁ ସାଙ୍ଗ ରୂପରେ ଆସି ହସ୍ପିଟାଲର ବିଲ୍ ଦେଇଗଲେ। ସତରେ ସେ କଳା ଠାକୁର କେଡ଼େ ଭାବ ବିନୋଦିଆ, କେଡ଼େ ଦୟାଳୁ ମୋ ଚକାନୟନ। ସେ ସିନା ରକ୍ତ ସିଂହାସନରେ ବସିଛି, ହେଲେ କାହାକୁ କେଉଁ ସମୟରେ କ'ଣ ଦରକାର ସେ ସବୁ ଆପେ ଆପେ ଜାଣିଯାଉଛି। ହଁ ବନ୍ଧୁମାନେ, ବିପଦ ସମୟରେ ଗରିବ ଲୋକକୁ କେହି ସାହାଯ୍ୟ କରନ୍ତି ନାହିଁ, କେବଳ ମୋ ମହାପ୍ରଭୁ ସାହାଯ୍ୟ କରନ୍ତି। ତେଣୁ ସବୁକିଛି ମୋହମାୟା ଛାଡ଼ି ତାଙ୍କରି ନାମ ତୁଣ୍ଡରେ ଉଚ୍ଚାରଣ କରନ୍ତୁ, ଆଉ ସବୁ ବିପଦରୁ ନିଜକୁ ରକ୍ଷା କରନ୍ତୁ। ହଁ ବନ୍ଧୁମାନେ, ଆପଣ ଯଦି ସତରେ ମହାପ୍ରଭୁଙ୍କୁ ହୃଦୟରୁ ଭଲ ପାଆନ୍ତି, ତେବେ ଭିଡ଼ିଓଟିକୁ ଏକ ଲାଇକ୍ କରି କମେଣ୍ଟ ବକ୍ସରେ ଲେଖିବାକୁ ଜମାରୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।